ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। यथा मंगलाचरण पागिष्यायस्य वदने लक्ष्ये सुजच्च वक्यसि यस्ते हृदय वसति तनुसिंहं भजे विश्व सर्वदिवा लक्ष्यं श्रीकृष्णाख्य परध्याम जगद्ध्याम नमामि तथा माधव माधव वश्च सर्वसिद्धि विनायते वन्दे परस्परत्यं परस्परं प्रियलोकं मूकं करति वाचलं पंगु लङ्घयते गिरि तत्कृपाहतमः वन्दे परमानंद हो माधव यो ब्राह्मण रुद्रेणं तु स्तुतन्ति दैवस्तव देवसंग पद पश्यन्ति जो समज्ञा ध्यान अवसते गद गदे मनसा पश्यन्ति जो योगिना दशते न बुद्धि सुरसुरगण दैवय स्तुते नमः नारायणं नमस्कृत्यं नरचैव नरोत्तमं देवी सरस्वती व्यासं ततो जयमुदीरयेत् निर्गलं कल्पितं फलविमुखाभि द्रव्ययुक्तं पिबतं भागवतं रसमालयनं ब्रह्म। त्रयोदश अध्याय अष्टम स्कंद त्रयोदश अध्याय बोल प्रांतवार हरि बोल। आ श्रीकृष्ण पादे हृदय चिंती कहन्ति शुण ब्रह्मज्योति शुक उवाच बोल प्रांतवार हरि बोल। शुण हे अभिमन्यु शुद्ध सप्तमे मौनी आउ सप्तमे मनु वंशे जात सूर्य तनय अनुपम ताहार श्रद्धा देवा नाम कर्तव्य वर्तमान जे भोग गल काल जे शुद्ध सुगुण सुजल तार संचत हेले जेते शुण कहिबि एक चिते इक्षविकु नभगे सज्जन्ते दुष्ट नरिष्यन्ति सन्तोषे सन्तिते नाभागदिष्टे जे सप्तम रूपकु पुरुषब्ध नवम दशमे वसुः नाम दशमे वसुः मान नाम दैव स्वर सत्य नंदन हे मनु काले हे देवगणे नाम कहिबा तांक शुणे आदित्य वसु रुद्र विश्व अश्विनी अरुः रश्मिनी रभुः अणचष ताहांक मध्ये देववर इंद्रंक नाम पुरंदर से मनु काले हे सत ऋषि भ्रमंती ध्रुव चक्रे वसी कश्यप आदि ऋषि श्रेष्ठे तृतीय मुनि जे वरिष्ठे गौतम विश्वामित्र द्विज जमदगिनी जे भरद्वाज ए आदि नाम सप्तमुनि चक्रे भ्रमंती कर्म ज्ञानी स्वतः मनुकल्पे गोविंद वामोहन स्वरूपे जन्मिले अदिहिति उदरे कश्यप ऋषिंकर घरे से सप्त समहंतर जेते
କହନ୍ତି ତୁମ୍ଭର କ୍ରତେ ଏବେ ଭବିଷ୍ୟ ମନୁଷ୍ୟତ ଏବେ ଭବିଷ୍ୟ ମନୁଷ୍ୟତ ଶୁଣ ସୁମନେ ପରୀକ୍ଷିତ ବିଶ୍ୱକର୍ମାର କନ୍ୟା ବେଶୀ ସୂର୍ଯ୍ୟ ବରିଲେ ଭାବେ ଘେନି ରୂପେ ଦିଶନ୍ତି ହି ଅନୁପମ ତାହାଙ୍କ ସଂଜ୍ଞା ଛାୟା ନାମ ସୂର୍ଯ୍ୟର ତେଜ ଅସହୟନେ ସଂଜ୍ଞା ଯେ ଅଶ୍ୱ ରୂପ ବନେ ସୂର୍ଯ୍ୟ ରମିଲେ ତାର ତୁଲେ ଅଶ୍ୱିନୀ କୁମାର ଜନ୍ମିଲେ ପ୍ରଥମେ ସୂର୍ଯ୍ୟ ତୁଲେ ରମି ସଂଜ୍ଞା ପ୍ରବେଶେ ଗର୍ଭତିନି ଯମୁନା ଭାଇ ଭଗ୍ନି ଜନ୍ମିଲେ ଶ୍ରଦ୍ଧା ଦେବ ତିନି ଆବହୁ କହୁଅଛ ଇ ତୋତେ ଭାବେ ଛାୟା ଅପତ୍ୟ ଶୁଣ ଏବେ ସୁବର୍ଣ୍ଣ ନାମେ ଏକ ସୁତ କନ୍ୟା ତପତି ରୂପ ଜାତ ତୃତୀୟ ପୁତ୍ର ସୈନ୍ୟଶୂଳେ ଏବେ ଶୁଣ ନୃପବରେ ସୁବର୍ଣ୍ଣ ଅଟେ ସମ୍ବତ୍ସରେ ଭଜିବ ସଂସାର ବେଭାରେ ନିର୍ମାକ ବିରହ ଯମ ଆଦି ସାବର୍ଣ୍ଣ ତନହୟ ସମ୍ପାଦି ବିଜୟ ଆଦି ଦେବଗଣେ ଜନମ ସଂସାର କାରଣେ ତାହାଙ୍କ ପାଳହନ ପ୍ରବେଦେ ବଳି ବସିବେ ଇନ୍ଦ୍ର ପଦେ ତାହାଙ୍କୁ ଛଳି ବାମନ ଯଜ୍ଞେ ପୃଥିବୀ ଦେବଦାନ ତିନି ଚରଣ ଦାନ ଦେଇ ବାମନ ପାଦ ମୁଣ୍ଡେ ବହି କେତେ କାଳ ଦାନ ପଳେ ସେ ଭୋଗ ଭୁଞ୍ଜି ହିଲା ପାତାଳେ ସ୍ୱର୍ଗେ ବସିବ ଇନ୍ଦ୍ରପଣେ ଅନ୍ତେ ପଶିବ ନାରାୟଣେ ସେ ବଳି କାଳେ ସପ୍ତ ମୁନି ଉଦୟ ନିଜ ତେଜ ଘେନି ଯେ ରୂପ ସଂସାର ଧାରଣ ତାହାଙ୍କ ନାମ ଏବେ ଶୁଣ ଗାଲବ ଦୀପ୍ତି ମାନ ରାମ କୃପାଚାର୍ଯ୍ୟ ଦ୍ରୋହଣ ନନ୍ଦନ ଅପରେ ଋଷି ଶୃଙ୍ଗ ବ୍ୟାସ ହରିଲେ ଋଷିଙ୍କର ବିଶେଷ ଏ ଆଦି ସପ୍ତ ଋଷି ଗଣେ ବ୍ରାହ୍ମଣ ଆଜ୍ଞା ପରମାଣେ ହୋଇବେ ଭବିଷ୍ୟତ କାଳେ ଅଛନ୍ତି ଆଶ୍ରମ ମଣ୍ଡଳେ ଏହି ସ୍ୱବର୍ଣ୍ଣ ମନ୍ୱନ୍ତରେ ବିଷ୍ଣୁ ଯେ ଦେବ ଗୃହ ଘରେ ସରସ୍ୱତୀର ଗର୍ଭଜାତ ନାମରେ ସର୍ବ ବ୍ରହ୍ମକ୍ଷେତ ସେ କାଳେ ବିଷ୍ଣୁ ନିଜ ଭାବେ ବଳିକି ଇନ୍ଦ୍ର ପଦ ଦେବେ ହୋଇବ ସେତୁ ସୁରେଶ୍ୱର ଅମରପୁରେ ପୁରନ୍ଦର ତଦନ୍ତେ ଶୁଣ ହେ ରାଜନ ନବମ ମୁନି ବିବରଣ ଏ ଅନ୍ତେ ବରୁଣ ନନ୍ଦନ ଦକ୍ଷ ସବର୍ଣ୍ଣ ଯେ ବାମନ ଯେ ନବନ ପୁତ୍ର ଜନ୍ମିଲେ ତାର ରେତୁ ସେ ଯେ ଭୂତ କେତୁ ଦୀପ୍ତ କେତୁ ପାରାମରିଚି ଗର୍ଭ ଆଦି ଏ ନାମେ ଦେବ ତା ପ୍ରସିଦ୍ଧି ଦେବେ ଅଦ୍ଭୁତ ନାମେ ଇନ୍ଦ୍ର ଭୋଗ କରିବ ସ୍ୱର୍ଗ ଦର୍ପ ଋଷି ଦୈତ୍ୟ ମାନ ଆଦି ହୋଇବେ ସେ ମହନୁ ସମ୍ପାଦି ବିପ୍ର ଯେ ଆୟୁଷ୍ମାନ ଘରେ ସେ ଅମ୍ବିକାର ଗର୍ଭରେ ଋଷଭ ନାମେ ଜାତ ହେବେ ଇନ୍ଦ୍ରଙ୍କୁ ସ୍ୱର୍ଗ ପଦ ଦେବେ ଦଶମେ ଶ୍ଲୋକ ଶ୍ରୁତେ ବ୍ରହ୍ମା ସାବର୍ଣ୍ଣ ନାମ ଖ୍ୟାତେ ତାର କୁମାରେ ବ୍ରହ୍ମବାଦୀ ଜନ୍ମିବେ ବିଭୀଷଣ ଆଦି ସ୍ୱୀକୃତି ସତ୍ୟ ହବ
হবিষ্বানে জয় আবরহ মূর্তিপুর এ আদি ঋষি এ ব্রাহ্মণ ଏବେ ଦେବତା ନାମ ଶୁଣ ଦେବେ ବିରୁଦେହେ ସୁବାସନ ଇନ୍ଦ୍ରର ନାମ ଶମ୍ଭୁ ଜାଣ ବିଶ୍ୱସ୍ୱଜର ଘରେ ରହି ବିପୁର୍ଯ୍ୟ ଗର୍ଭେ ହେ ଅବତରି ବିଶ୍ୱକସେନ ନାମ ବହି ପାଳିବେ ନିଜ ଧର୍ମ ମହି ବିଶ୍ୱକେଶନ ଶମ୍ଭୁ ସଙ୍ଗେ ମିତ୍ର ହୋଇବେ ହେ ସତ୍ୟ ଯୁଗେ ଧର୍ମ ସବାର୍ପଣ ମନୁ ହୋଇ ପାଳିବେ କାହା ଦଶ ମହି ସତ୍ୟ ଧର୍ମାଦି ସୁତ ଦତ୍ତ ପାଳିବେ ମହି ସ୍ୱର୍ଗ ଦେଶ ନିର୍ବାଣ ରୁଚି ବିହଙ୍ଗମନ ଦେବଙ୍କ ନାମ କାଳଗମ ଇନ୍ଦ୍ର ହୋଇବେ ହେ ବୈଧ୍ରବ ଋଷି ଅରୁଣ ଆଦି ଖ୍ୟାତ ବୈଦ୍ୟୁତା ଗର୍ଭେ ହେ ଧର୍ମ ସେତୁ ଜନମି ସେ ଆଚାର୍ଯ୍ୟ ରେତୁ ସେ ଇନ୍ଦ୍ର ଧର୍ମ ସେତୁ ବଳେ ତ୍ରୈଲୋକ୍ୟ ପାଳିବେ ନିଶ୍ଚଳେ ରୁଦ୍ର ସାବର୍ଣ୍ଣ ଯେ ଦ୍ୱାଦଶେ ଜନ୍ମିବେ ନାରାୟଣ ଅଂଶେ ଆଉ ଯେ ଦେବବାନ ଉପଦେଶ ଦେବଶ୍ରେଷ୍ଠ ଆହାଦି ସମ୍ଭବ ଇନ୍ଦ୍ର ହୋଇବେ ହେ ରତ ଧାମ ହରିତ ଆଦି ଦେବେ ଜାଣ ତାପର ମୂର୍ତ୍ତି ଆର ତପସ୍ୱୀ ଅଗ୍ନିଧାକାଦି ସପ୍ତ ଋଷି ସ୍ୱଧାମ ନାମେ ହେ ଦେବ ହରି ସୁନୃତା ଗର୍ଭେ ହେ ଅବତରି ସତ୍ୟ ଯେ ବିପ୍ର ଘରେ ସାଧିବେ ଏହି ମନନ୍ତରେ ଦେବବାସର୍ଣ୍ଣ ତ୍ରୟୋଦଶେ ହୋଇବେ ନାରାୟଣ ଅସେ ବିଚିତ୍ର ସେନ ଆଦି ଦେବ ସାବୂର୍ଣ୍ଣ ପୁତ୍ର ସାଧି ସୁକର୍ମ ସୂତ୍ରାମୟ ଆଦି ଦେବତା ରୂପ ହରେ ପ୍ରସିଦ୍ଧି ଇନ୍ଦ୍ର ଯେ ବିବହଶ୍ଚିତ ନାମେ ସୁଖେ ବସିବ ସ୍ୱର୍ଗ ମାର୍ଗେ ନିର୍ମାଣ ତତ୍ତ୍ୱ ଦଶ ରମି ମାନେ ହୋଇବେ ସପ୍ତ ଋଷି ଗଣେ ହରିର ଅଂଶେ ଯୋଗେଶ୍ୱର ଔରସେ ଦେବ ଦ୍ରୋତଙ୍କର ବୃହତି ଗର୍ଭେ ହେ ଜାତ ହେବେ ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ ଇନ୍ଦ୍ର ସାବର୍ଣ୍ଣ ଚୂର୍ଣ୍ଣ ଚତୁର୍ଦ୍ଦଶେ ହୋଇବେ ନାରାୟଣ ଅସେ ରଜୁ ଗମ୍ଭୀର ବୁଦ୍ଧି ଆର ଜନ୍ମିବେ ତାହାର କୁମର ପବିତ୍ର ଚାଷୁଷ ନାମରେ ଦେବତା ସେହି ମନନ୍ତରେ ହୋଇବେ ଶୁଚି ନାମ ଇନ୍ଦ୍ର ସୁଖେ ପାଳିବ ଦେବ ବୃନ୍ଦ ଅଗ୍ନିବାହୁ ଯେ ଶୁଚି ସୁଧ ମାଗଧ ଆଦି ଋଷି ସିଦ୍ଧ ଏ ସର୍ବେ ନିତ୍ୟ ତପସ୍ୱିନୀ ହୋଇବେ କଥା ପ୍ରମାଣୀ ବୃହତ ଭାନୁ ଅବତାରେ ବିଷ୍ଣୁ ଯେ ସତାହାୟଣ ଘରେ ଜନ୍ମିବେ ବିତାହନ ଉଦରେ ଏବେ ହୋ ଶୁଣ ନୃପବରେ ଚତୁର୍ଥ ଦଶ ମନୁ ଯେତେ ଭାବେ କହିଲେ ହେ ତୋ ଅଗ୍ରତେ କଳ୍ପାନନ୍ତରେ ହେ ମନୁ ଚତୁର୍ଦଶ ଏ ଭାବେ ବ୍ରହ୍ମାର ଦିବସ ସହସ୍ର ଯୁଗ ଏହି ମତେ କଳ୍ପେ ହୋଇବେ ହେ ଜଗତେ ଏମନ୍ତେ ବେନି କଳ୍ପ ଗଲେ ବ୍ରହ୍ମାର
ଅହୋରାତ୍ର ଭଲେ ହେମନ୍ତେ ଶୁକ ମୁଖୁ ଶୁଣି କହେ ପାଣ୍ଡବ ଚୂଡ଼ାମଣି ରାଜା ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ଏଭାବେ ବ୍ରହ୍ମାର ଦିବସ ଭାସନ୍ତି ମନୁ ଚତୁର୍ଦଶ ଯେ ମନୁ କାଳେ ଯେ ବା କର୍ମ ଯୁଗ ସ୍ୱଭାବେ ଯଥା ଧର୍ମ ବିଷ୍ଣୁର ଆଜ୍ଞା ପରମାଣି ଯେ ବା ସାଧିଲେ ଜଣେ ଜଣେ ସେ କଥା କହ ମୁନି ମତେ କେ ଅବା କର୍ମ କଲେ ଯେତେ ରାଜାର ତହୁ ଏହା ଶୁଣି ଶୁକ କହନ୍ତି ମନେ ଗୁଣି ଶୁକ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ଯେ ମନୁ ମନୋହର ତନୁଜ ଯେ ସପ୍ତ ଋଷି ସୃଷ୍ଟି ମାଝେ ଯେତେ ଇନ୍ଦ୍ର ଦେବଗଣ ଏ ସର୍ବରୂପ ନାରାୟଣ ତା ବିନୁ ଆନ ନାହିଁ କେହି ସେ ସର୍ବ ଆତ୍ମା ମଧ୍ୟରେ ରହି ଯଜ୍ଞାଦି କ୍ରିୟା ତା ଶରୀର ସେ ହରି ଧର୍ମ ନିରାକାର ଅଳ୍ପ ଅନ୍ତରେ କାଳ ବଳେ ତ୍ରୈଲୋକ୍ୟ ମର୍ଯ୍ୟ ସଲିଳେ କାଳ ଗଲା ସେ ତୃଷିପଥ ତ୍ରୈଲୋକ୍ୟ ଦିଶ ଅନାଥ ଋଷି ସକଳେ ତପ ବଳେ ଧର୍ମକୁ ଖେଳାନ୍ତି ଶୟଳେ ଧର୍ମ ପାଳନ୍ତି ମନୁଗଣେ ଶ୍ରୁତି ସଂଯୋଗେ ବିଚାରଣେ ଇନ୍ଦ୍ରପାଳ ତ୍ରିଭୁବନ ଆଦରି ବିଷ୍ଣୁର ଚରଣ ସେ ହରି ସେ ସିଦ୍ଧି ରୂପ ବହେ ଯୁଗାନୁକଳ୍ପେ ଜ୍ଞାନ କହେ ସେ ହରି ପ୍ରଜାପତି ରୂପେ ସଂସାର ସଜ୍ଜନାକୁ କଳ୍ପେ ଆତ୍ମାରେ ମାୟା ଯୋଗ ବଳେ ନାନା ଶରୀରେ ଶୟଳେ ବିହାର କରେ ପଦ୍ମନାଭ ଜାନାମ ଭବ ଜଳେ ନାଭ ଅଦୃଶ୍ୟ ସେନ ମଣେ କେବଳ ଜୀବ ରୂପେ ଦିଶେ କହିଲୁ କଳ୍ପ ସଂଖ୍ୟା ତତେ ସେ କଳ୍ପ ଭୁଞ୍ଜନ୍ତି ସେ ଯେତେ ଯେ ଶୁଣେ କର୍ଣ୍ଣପଥେ ନିଶ୍ଚଳ ମନେ ଶୁଦ୍ଧ ଚିତେ ନ ରହେ ଭବ ଭ୍ରାନ୍ତି ଘୋର ସଂସାରୁ ତରି ଯାନ୍ତି ବୋଲ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତା ଅଷ୍ଟମ ସ୍କନ୍ଧେ ମନ୍ୱନ୍ତରାଣୀ ବର୍ଣ୍ଣନ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ ଅଷ୍ଟମ ସ୍କନ୍ଧ ଚତୁର୍ଦଶ ଅଧ୍ୟାୟ ବୋଲ ପ୍ରେମାନନ୍ଦବାର ହରି ବୋଲ। ଶୁଣ ଶୁକ ଚରଣ କରେ ଧରି ବୋଲେ ପରୀକ୍ଷ ଦଣ୍ଡଧାରୀ ପରୀକ୍ଷିତ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ମୁନି ତୁମେ ମୁଖୁ ଶୁଣି ଦୁର୍ଗମ ଅସମ୍ଭବ ବାଣୀ ସଂଶୟ କଲି ମୁହିଁ ଚିତ ମୋ କଥା କହ ମୁନି ମତେ ବଳିର ଯଜ୍ଞ ଭଗ୍ନ ଅର୍ଥେ ବାମନ ଜନ୍ମିଲେ କେମନ୍ତେ କାହାର ତପ କର୍ମ ବଳେ ଜନ୍ମ ଲଭିଲେ କାହା କୋଳେ ଧରଣୀ ତିନି ପାଦ ନାଦେ ବଳି କି ଛଳିଲେ ବାମନେ ସେ ପୂର୍ଣ୍ଣ ସ୍ୱଭାବେ ଈଶ୍ୱର ଅଶେଷ ଦ୍ରବ୍ୟ ଅଧିକାର ଆକୃପଣ ପ୍ରାୟ ତାକୁ ଧରି କିମ୍ପା ବାନ୍ଧିଲେ ନର ହରି ହେମନ୍ତେ ରାଜା ବାକ୍ୟ ଶୁଣି ଶୁକ କହନ୍ତି ମଞ୍ଜୁବାଣୀ ଓಂ ଭୂର୍ଭୁବସ୍ୟ ତସ୍ୟ ବିଦୁର୍ବରେଣ୍ୟଂ ଭର୍ଗୋଦେବ ସ୍ୱାଧୀମୟୀ ଧିୟୋ ୟୋ ନା ପ୍ରଚୋଦୟାତ୍ नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयं शान्तिर्भवतु पृथिवी शान्ति।